27 ଟଙ୍କାରେ ମାଟି କଣ କରିବ? 27 ଟଙ୍କାରେ କୌଣସି ଜିନିଷ ହେଇପାରିବ ନାହିଁ, ଗୋଟିଏ କ୍ଷୀର ପ୍ୟାକେଟ ମଧ୍ୟ ହେଇପାରିବ ନାହିଁ। ତ 27 ଟଙ୍କାରେ କଣ ଭାବୁଛନ୍ତି ସରକାର ଯେ ତାକୁ ଗୋଟେ ଏଣ୍ଟରପ୍ରେନ୍ୟୁର କରିବେ, ତାକୁ ଗୋଟେ ବ୍ୟବସାୟୀ ମହିଳା କରିବେ, ତାକୁ ଗୋଟେ ଲକ୍ଷପତି ଦିଦି କରିବେ, ତାକୁ କଣ କରିବେ? କିଛି ହେଇପାରିବା ନାହିଁ। କେବଳ ସରକାର ବାହାବା କରୁଛନ୍ତି ଏବଂ ମହିଳାମାନଙ୍କୁ ଶୋଷଣ କରୁଛନ୍ତି, ମହିଳାମାନଙ୍କୁ ଇମୋସନାଲ ବ୍ଲାକମେଲିଂ କରୁଛନ୍ତି। ସୁଭଦ୍ରାର ତୃତୀୟ କିସ୍ତି ସେଟା ଏବଂ ଏହି ତୃତୀୟ କିସ୍ତି ଯାହା କହୁଛନ୍ତି ବୋଲି ବାହାବା କରୁଛନ୍ତି, କଣ ସେମାନେ କହିଥିଲେ ଏବଂ କଣ କହିଛନ୍ତି? ଭୋଟ ନେବା ପାଇଁ ମହିଳାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଆମେ 50,000 ଟଙ୍କା ଲେଖା ଦେବୁ 6 ମାସରେ ଏବଂ ସେ 50,000 ଟଙ୍କା ଗୋଟିଏ ଦିନରେ ଦେବୁ ଏବଂ ବର୍ଷକୁ 2 ଥର ଦେବୁ। ସେଇ 50,000 ଟଙ୍କା ପଡେ ଏବଂ ଯେତେବେଳେ ଭୋଟ ସରିଲା ବିଜେପି ସରକାର ଶାସନରେ ବସିଲେ, ସେଇ ଦିନ ମହିଳାମାନଙ୍କୁ ଭୁଲିଗଲେ, ମହିଳାମାନଙ୍କୁ ପ୍ରତାରଣା କଲେ ଏବଂ ସେ 50,000 ଦେବା ନାଁରେ ମାତ୍ର 5,000 ଯେତେବେଳେ ଦିଆଯାଉଥିଲା ମହିଳାମାନଙ୍କୁ ଟଙ୍କା, ସେଇ ସମୟରେ ବଡ ବଡ ଅକ୍ଷରରେ 50,000 ଲେଖିଲେ କିନ୍ତୁ ଦେଲେ 5,000। ଏଇଟା କଣ ପ୍ରତାରଣା ନୁହେଁ? ଏହା କଣ ମହିଳାମାନଙ୍କୁ ଘଣ୍ଟେଇବା କଥା ନୁହଁ? ସରଳ ବିଶ୍ୱାସୀ ମା ମାନେ ଭାବିଥିଲେ 50,000 ଟଙ୍କା ଦେଲେ ଆମେ ବ୍ୟବସାୟ କରିବୁ, ବାଣିଜ୍ୟ କରିବୁ, କିନ୍ତୁ ଦୁଃଖର ବିଷୟ, ପରିତାପର ବିଷୟ, ଦୁର୍ଭାଗ୍ୟର କଥା 5,000 ଟଙ୍କା ଦେଇ ମହିଳାମାନଙ୍କୁ ସରକାର ବାହାବା ନେଉଛନ୍ତି ଏବଂ ଗୋଟିଏ ଦିନରେ ମାତ୍ର 27 ଟଙ୍କା। ଆଜି 27 ଟଙ୍କାରେ କଣ ମିଳୁଛି? ଯୋଉଦିନ ସୁଭଦ୍ରା ଟଙ୍କା ଦେଲେ ସେଇଦିନ 20 ଟଙ୍କା ଅଧିକ ତେଲ ରେଟ୍ ହେଲା। ଆଜି ଗ୍ୟାସ୍, ପେଟ୍ରୋଲ, ଡିଜେଲ, ପନିପରିବା, ଚାଉଳ ସବୁ କିଛି ଦରଦାମ ବୃଦ୍ଧି ହେଇଛି। 27 ଟଙ୍କାରେ ମା ଟିକେ କଣ କରିବ? 27 ଟଙ୍କାରେ କୌଣସି ଜିନିଷ ହେଇପାରିବ ନାହିଁ, ଗୋଟିଏ କ୍ଷୀର ପ୍ୟାକେଟ ମଧ୍ୟ ହେଇପାରିବ ନାହିଁ। 27 ଟଙ୍କାରେ କଣ ଭାବୁଛନ୍ତି ସରକାର ଯେ ତାକୁ ଗୋଟେ ଏଣ୍ଟରପ୍ରେନ୍ୟୁର କରିବେ, ତାକୁ ଗୋଟେ ବ୍ୟବସାୟୀ ମହିଳା କରିବେ, ତାକୁ ଗୋଟେ ଲକ୍ଷପତି ଦିଦି କରିବେ, ତାକୁ କଣ କରିବେ? କିଛି ହେଇପାରିବା ନାହିଁ। କେବଳ ସରକାର ବାହାବା କରୁଛନ୍ତି ଏବଂ ମହିଳାମାନଙ୍କୁ ଶୋଷଣ କରୁଛନ୍ତି, ମହିଳାମାନଙ୍କୁ ଇମୋସନାଲ ବ୍ଲାକମେଲିଂ କରୁଛନ୍ତି ଯେ ଆମେ ଟଙ୍କା ଦେଲୁ ଏବଂ ମହିଳାମାନେ ଆଜି ବ୍ୟବସାୟ କଲେ, ମହିଳାମାନେ ଆଜି ତାଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ କରିଛନ୍ତି। କୌଣସି କଥାରେ ନୁହଁ ଏବଂ ଆମେ ଦୃଢ ଭାବରେ ଏହାକୁ ନିନ୍ଦା କରୁଛୁ ଯେ ମହିଳାମାନଙ୍କୁ ଆପଣ ଲକ୍ଷପତି ଦିଦି ଯୋଉ କହୁଛନ୍ତି, କିଏ ଲକ୍ଷପତି ଦିଦି କରିଥିଲା? କାହାର ଫାଉଣ୍ଡେସନରେ, କାହାର ସଶକ୍ତିକରଣରେ ଆଜି ମହିଳାମାନେ ଉପରକୁ ଯାଇଛନ୍ତି? ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ ଏସଏଚଜି ଗ୍ରୁପର ମହିଳାମାନଙ୍କୁ ଏବଂ ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିଥିଲେ ଅର୍ଥନୈତିକ ସ୍ତରରେ ଏବଂ ଆଜି ସେମାନେ ତାଙ୍କର ସ୍ଥିତି ଠିକ ଅଛି। ସେଇ ସ୍ଥିତିକୁ ଆପଣମାନେ ଭାଙ୍ଗିବା ପାଇଁ ଆଜି ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି ଏବଂ ଆମେ ଯାହାକୁ ସଶକ୍ତ କରିଥିଲୁ ତାଙ୍କୁ ନା କେବଳ ପଢି ଦେଉଛନ୍ତି ଆମେ ଲକ୍ଷପତି ଦିଦି କଲୁ, କିନ୍ତୁ ତାଙ୍କ ଦ୍ୱାରା କିଛି ହେଇନଥିଲା ଯାହା କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହୋଦୟ। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।